ପ୍ରତ୍ୟେକ ବର୍ଷ ଶୀତ ଦିନ ଆସିଲେ ପ୍ରଦୂଷଣର ପ୍ରଭାବ ଯଥେଷ୍ଟ ବୃଦ୍ଧି ପାଏ। ଆମେ ଦିଲ୍ଲୀ ଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ଯଦି ବିଶ୍ଳେଷଣ କରିବା ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁର ଗୁଣବତ୍ତା ସୂଚକାଙ୍କ ଏ ନଭେମ୍ବର ଡିସେମ୍ବର ମାସରେ ଅତ୍ୟନ୍ତ ଖରାପ ସ୍ତରକୁ ଚାଲି ଯାଉଛି। ଆସ୍ତେ ଆସ୍ତେ ପ୍ରଭାବ ଅଧିକ ବିସ୍ତାରିତ ହେଉଛି, ଭୟଙ୍କର ହେବାକୁ ଯାଉଛି। ଦିଲ୍ଲୀରେ ଯୋଉମାନେ ଚିରସ୍ଥାୟୀ ଭାବରେ ବସବାସ କରୁଛନ୍ତି, କୁହାଯାଉଛି ପ୍ରଦୂଷଣର ପ୍ରଭାବରେ ସେମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି, ସ୍ୱାସ୍ଥ୍ୟ ସମସ୍ୟାରେ ଜର୍ଜରିତ ହେଉଛନ୍ତି ଏବଂ ତାର ପରିଣାମରେ ଲୋକଙ୍କର ଜୀବନ ଆୟୁଧ ବା ଆୟୁଷ 10 ରୁ 12 ବର୍ଷ ପର୍ଯ୍ୟନ୍ତ ହ୍ରାସ ପାଇଯାଉଛି। ଅନ୍ୟପକ୍ଷରେ ଆମ ଭୁବନେଶ୍ୱର ସହର କଥା ଯଦି ଆଲୋଚନା କରିବା, ଭୁବନେଶ୍ୱର ସହର ଗୋଟେ ବହୁତ ସୁନ୍ଦର ପରିବେଶ ଦୃଷ୍ଟିରୁ ସ୍ୱଚ୍ଛ ସବୁଜ ସୁନ୍ଦର ସହର ଥିଲା ପୂର୍ବରୁ, କିନ୍ତୁ ସମୟକ୍ରମେ ବର୍ତ୍ତମାନ ପ୍ରଦୂଷଣର ମାତ୍ରା ଯଥେଷ୍ଟ ବୃଦ୍ଧି ପାଉଛି। ବିଶେଷ ଭାବରେ ବାୟୁ ପ୍ରଦୂଷଣ ଶୀତ ଋତୁ ହେଲେ ଯେହେତୁ ଦୁଇଟି ମୁଖ୍ୟ କାରକ ରହିଥାଏ, ଗୋଟିଏ ହେଉଛି ତାପମାତ୍ରା ହ୍ରାସ ପାଇଯାଏ। କମ୍ ତାପମାତ୍ରାରେ ଯୋଉ ପ୍ରଦୂଷଣକାରୀ ପଦାର୍ଥ ବିଭିନ୍ନ ଉତ୍ସରୁ ସୃଷ୍ଟି ହେଉଛନ୍ତି, ସେମାନେ ତଳ ସ୍ତରରେ ମାଟି ପାଖାପାଖି ଯୋଉ ଜାଗାରେ ଆମେ ଅବସ୍ଥାନ କରୁଛେ ସେଇ ସ୍ଥାନରେ ହିଁ ସେମାନେ ସୀମାବଦ୍ଧ ହେଇକି ରୁହନ୍ତି। ଦ୍ୱିତୀୟରେ ଯେହେତୁ ପବନ ଚଳାଚଳ ଅତ୍ୟନ୍ତ ଧୀର ହେଇଯାଇଛି, ପବନ ବୋହିବା ବନ୍ଦ ହେଇଯାଇଛି ବର୍ତ୍ତମାନ ଶୀତ ଋତୁରେ, ତେଣୁ ଯୋଉ ଉତ୍ସରୁ ଯୋଉ ଜାଗାରେ ପ୍ରଦୂଷଣ ସୃଷ୍ଟି ହଉଛି ବିଭିନ୍ନ ଉତ୍ସରୁ, ସେଇ ଜାଗାରେ ହିଁ ସେ ପ୍ରଦୂଷଣକାରୀ ପଦାର୍ଥ ସୀମାବଦ୍ଧ ହେଇକି ରହିଯାଆନ୍ତି। ତେଣୁ ଆର ପ୍ରଭାବ ଅଧିକ ଅନୁଭୂତ ହୁଏ। ବର୍ଷା ଦିନ ହେଲେ ବର୍ଷା ପାଣିରେ ପ୍ରଦୂଷଣକାରୀ ପଦାର୍ଥ ବାୟୁମଣ୍ଡଳରୁ ତଳକୁ ପଳେଇ ଆସନ୍ତି। ଗ୍ରୀଷ୍ମ ଋତୁରେ ଯେହେତୁ ତାପମାତ୍ରା ଅଧିକ ଥାଏ, ତଳ ସ୍ତରରୁ ଉପର ସ୍ତରକୁ ପ୍ରଦୂଷଣକାରୀ ପଦାର୍ଥ ଚାଲିଯାଆନ୍ତି, ପବନ ଜୋରରେ ବହୁଥାଏ, ସେଇଥିପାଇଁ ବିସ୍ତାରିତ ହେଇଯାଆନ୍ତି। କିନ୍ତୁ ଶୀତ ଦିନରେ ଏହା ସମ୍ଭବ ହୁଏ ନାହିଁ, ଯୋଉଥିପାଇଁ କି ତାର ପ୍ରଭାବ ଯଥେଷ୍ଟ ଅଧିକ ଭାବରେ ଅନୁଭୂତ ହେଉଛି। ଭୁବନେଶ୍ୱର ସହର ଭିତରେ ବହୁ ସଂଖ୍ୟାରେ ଯାନବାହନ ଚଳାଚଳ କରୁଛି, ଟ୍ରାଫିକ ସମସ୍ୟା ରହୁଛି, ଏଇ ଉତ୍ସରୁ ବହୁତ ପ୍ରଦୂଷଣ ସୃଷ୍ଟି ହେଉଛି। ଦ୍ୱିତୀୟରେ ଛୋଟ ବଡ଼ କଳକାରଖାନା ବ୍ୟବସାୟିକ ପ୍ରତିଷ୍ଠାନ ରହିଛି, ସେଥିରୁ ମଧ୍ୟ କିଛି ମାତ୍ରାରେ ପ୍ରଦୂଷଣ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ବର୍ଷ ସାରାକୁ ନିର୍ମାଣ କାର୍ଯ୍ୟ ଚାଲିଛି, ଭଙ୍ଗା ହେଉଛି ଘର, ପୁଣି ନୂତନ ଭାବରେ ନିର୍ମାଣ କରାଯାଉଛି, ରାସ୍ତା ଖୋଳାଯାଉଛି, ବିଭିନ୍ନ ଭାବରେ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଯୋଉ ନିର୍ମାଣ କାର୍ଯ୍ୟ ଚାଲିଛି, ସେଥିରେ ମାଟି ଗୋଡ଼ି ବାଲି ସିମେଣ୍ଟ ଇତ୍ୟାଦି ସବୁ ରାସ୍ତାରେ ଜମା ହେଇକି ରହୁଛି ଏବଂ ଗାଡ଼ି ଚଳାଚଳ ଯେତେବେଳେ ଅଧିକ ମାତ୍ରାରେ ହେଉଛି, ଏସବୁ ଭାଙ୍ଗିକିରି ଛୋଟ ଛୋଟ କଣିକା ପଦାର୍ଥରେ ପରିବର୍ତ୍ତିତ ହେଉଛି, ଯାହାକୁ ଆମେ PM2.5 ଆଉ PM10 ଭାବରେ ମାପୁଛୁ। ଆର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ଏସବୁ କଣିକା ପଦାର୍ଥ ଯାହା ଆଖିକୁ ଅଦୃଶ୍ୟ, ଇଏ ବାୟୁମଣ୍ଡଳରେ ଘୁରି ବୁଲୁଛନ୍ତି, ତା ସହିତ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥ ମିଶୁଛନ୍ତି। ଏସବୁ ନିଶ୍ୱାସ ମାଧ୍ୟମରେ ଆମ ଫୁସଫୁସକୁ ଯାଉଛନ୍ତି, ରକ୍ତରେ ମିଶୁଛନ୍ତି ଏବଂ ଶରୀରରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛନ୍ତି। ବିଶେଷ ଭାବରେ ଶ୍ୱାସକ୍ରିୟା ଜନିତ ରୋଗ ବୃଦ୍ଧି ପାଇବାରେ ଲାଗିଛି। ତା ସହିତ କେତେକ ଜାଗାରେ ଆମେ ଦେଖୁଛେ ବର୍ଜ୍ୟ ପଦାର୍ଥ ରାସ୍ତାଘାଟରେ ଜମା ହେଇକି ରହୁଛି, ବାହାରେ ଲୋକମାନେ ଫୋପାଡୁଛନ୍ତି। ପ୍ଲାଷ୍ଟିକ ପଦାର୍ଥ ତ ବହୁତ ମାତ୍ରାରେ ପଡୁଛି ପରିବେଶ ଭିତରକୁ, ଭାଙ୍ଗିକିରି ମାଇକ୍ରୋ ପ୍ଲାଷ୍ଟିକ ହଉଛି। ଅନ୍ୟ ପକ୍ଷରେ ସବୁଜିମା ହ୍ରାସ ପାଉଛି, ବିକାଶମୂଳକ କାର୍ଯ୍ୟକ୍ରମରେ ଗଛ କଟା ଚାଲିଛି, ଗଛ କମି କମି ଆସୁଛି, ସବୁଜିମା ହ୍ରାସ ପାଉଛି। ଅନ୍ୟ ପକ୍ଷରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି। ଗଛ ମାନେ ସହାୟତା କରିଥାନ୍ତି ପ୍ରଦୂଷଣକୁ ହ୍ରାସ କରିବାରେ ବିଭିନ୍ନ ଭାବରେ। ତେଣୁ ଆଗାମୀ ସମୟରେ ଆମକୁ ଗୋଟେ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେବାକୁ ଅଛି। ଭୁବନେଶ୍ୱର ଭଳି ସହର ଯାହାକୁ ନନ୍ ଆଟେନମେଣ୍ଟ ସିଟିଜର ଆଖ୍ୟା ଦିଆଯାଇଛି, ଯୋଉଠି ପ୍ରଦୂଷଣର ମାତ୍ରା ଯଥେଷ୍ଟ ଅଧିକ ରହୁଛି, ସେଇ ସବୁ ଜାଗାରେ ଗୋଟେ ଆକ୍ସନ ପ୍ଲାନ ବା କାର୍ଯ୍ୟକ୍ରମ ଗ୍ରହଣ କରିବା, ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ। ତାହେଲେ ଉତ୍ସକୁ ଚିହ୍ନଟ କରାଯିବ, ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ, ଯେଭଳି ସେଇ ଉତ୍ସରୁ ଆଉ ପ୍ରଦୂଷଣ ହ୍ରାସ ପାଇବ, କମ ହବ ଏବଂ ନୂତନ ଭାବରେ କ'ଣ କ'ଣ ପଦକ୍ଷେପ ଗ୍ରହଣ କଲେ ଆଗାମୀ ଦିନରେ ଆମେ ଭାରତ ସରକାର ଯୋଉ ନ୍ୟାସନାଲ କ୍ଲିନ୍ ଏୟାର ପ୍ରୋଗ୍ରାମ କାର୍ଯ୍ୟକ୍ରମ ଜାରି ରଖିଛନ୍ତି, ତାର ସହାୟତାରେ ଆମ ସହରକୁ ସୁନ୍ଦର ସ୍ୱଚ୍ଛ ସବୁଜ କରିପାରିବା। ସେଥିପାଇଁ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଏବଂ ଜନସାଧାରଣ ନାଗରିକ ମାନଙ୍କର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ସମ୍ମିଳିତ ପ୍ରୟାସ ହେଲେ
आगामी दिन में गोटे भल परिवेश जीवन यापन करने संभवपर हेब। सर जो वायुर गुणवत्ता कथा कहले केते रहिले सेटा गोटे आम पई भलो आ केते रहिले खराब एवं आम भुवनेश्वर रे हाराहारी केते रहउची शीत दिने? वायुर गुणवत्ता सूचकांक मापिया ପାଇଁ ଗୋଟେ ସ୍କେଲ କରାଯାଇଛି ଯାହାକି 0 ରୁ ଆରମ୍ଭ ହେଇକି 500 पर्यंत ଅଛି। 0 ରୁ 50 को आमे कहूचे गुड बा भलो बोलिके, 51 ରୁ 100 हेले ताको आमे मॉडरेट कहूचे मध्यम, तापर जेते उच्च को जीव ताको आमे पोर बा खराब कहूचे, भेरी पोर अधिक खराब, सिवियर अत्यंत गंभीर यही भली 500 पर्यंत कहूचे आमे। एवं बेले बेले 500 मध्य अतिक्रम कर जाउची दिल्ली रे जो घटना घटुची विभिन्न समय रे एथिरे मुख्यतः ए जो पार्टिकुलेट मैटर PM 2.5 PM 10 आकु मपा जाउची कणिका पदार्थ धूଳି कणा जाहु कहूचे आमे सेगुडी का सहित अन्यान्य प्रदूषणकारी पदार्थ लागिगिरी से माने मिसी के आम शरीर भितर प्रवेश करछन्ती निश्वास रे। खाली मनुष्य नहंती तांको सहित अन्य जीव जंतु उद्भिद एमाने मध्य ये प्रदूषण प्रभाव रे विभिन्न भाव रे क्षतिग्रस्त होउचंती, स्वास्थ्य समस्या सेमानक मध्य सृष्टि होउची। तेणु आम सहर रे ये जो निर्माण कार्य यार गोटे मुख्य अवदान रोचे प्रदूषण सृष्टि रे, कहीं ना जिते प्रकार जिनस बाहर जमा होकर रोचे निर्माण कार्य व्यवहार होता जिनस गाड़ी मोटर चलवा फल से गुड़ को भांगिक छोट छोट कणिका पदार्थ होती जो कि प्रदूषण मात्रा यथेष्ट वृद्धि पाँच। बर्तमान कुहुड़ी परिस्थिति बेले बेले सृष्टि होची, ये सब प्रदूषणकारी पदार्थ कुहुड़ी सूर्य किरण रे प्रभाव रे दिन रे एमान भितर रिएक्शन हुए एवं आउ गोटे अधिक क्षतिकारक पदार्थ ताकू कहा जाउची स्मॉग, स्मोक आउ फॉग रो सम्मिलन रे ये स्मॉग फॉर्मेशन होची जोटा को निश्वास माध्यम रे आमे नउचे से अधिक क्षतिकारक विशेष स्वास्थ्य समस्या सृष्टि कारण होची। विभिन्न खराब प्रभाव विस्तार करथुवा रासायनिक पदार्थ एवं अन्य पदार्थ कणिका इत्यादि सब से भीतर रहिसंती जहाँकि आम समस्त अत्यंत स्वास्थ्य दृष्टि क्षतिकारक। तेणु आम सचेतन हबार आवश्यकता रही ये परिस्थिति को परिवर्तित करने एक सुंदर परिवेश सृष्टि करने समस्त अवदान अत्यंत अपरिहार्य। नागरिक माने विशेष भाव में जो सचेतन रहती सेठी परिवेश गुणात्मक मान निश्चित भाव में भल स्तर रही था। तेणु आम समस्त को अधिक सचेतन एवं कार्यक्रम ग्रहण करिवार आवश्यकता रही है। जो सचेतन कथा कहले वायु प्रदूषण नहीं आम ओडिशा कथा देखिले सेते गोटे सचेतना पदक्षेप कहीं नौना कहार आग्रह नहीं, यार कारण कौन बहु वर्ष धरी देखुचे कारण कौन है? साधारणतः आम राज्य आम देश रे वर्तमान जहाँ आम अनुभव करुचे निज आखिर देखुचे लोक माने सब जानुछंती किंतु सेमानकर सचेतनता प्रतिफलित होना कार्यक्रम रे जो लोकटा प्लास्टिक कथा बुझुची जे प्लास्टिक टा क्षतिकारक तेणु बाजार को मार्केटिंग करने को गले आमे 5-10 टी पॉलिथिन जरी रे जिनस धरिकी घर को फेरिबा नहीं एक कथा आमे समस्ते अवगत अच्छे बारंबार कहा जाउची प्रचार करा जाउची गणमाध्यम रे एक कथा आलोचित होउची किंतु लोक माने पुणी जेतेबेले कार्य कथा आसुची मार्केट को जाउछन्ते कपड़ा बैग न नेइकरी सेठु 5-10 टा पॉलिथिन जरी रे जिनस घर को आणुछन ता परदिन ताको बाहर फोपाड़ दउछन्ते। एकथा मध्य उभय केंद्र सरकार एवं राज्य सरकार आईन करि सारिछन्ती जे निषेध करि सारिछन सिंगल यूज प्लास्टिक व्यवहार हब नाही। कर्म कार्य इत्यादि विभिन्न सामाजिक कार्यक्रम बाहागर इत्यादि रे आमे जो भोजी भात होउची सेथे देखुचे बहु मात्रार प्लास्टिक पदार्थ व्यवहार होउची से प्लेट हो कप हो चामच हो ग्लास हो इत्यादि विभिन्न जिनिस एथिरे आमे प्लास्टिक जिनिस को व्यवहार करछे ता परदिन सेटा फोपड़ा हेगला थरे व्यवहार पर फोपड़ा हेगला आकु बारंबार आलोचना करा जाउची आईन रे निषेध करा जाईची जो माने सु कार्यक्रम करिवे तांको प्रति दंड विधान व्यवस्था अछि किंतु कहीं किछि हमें सुनु नाही। तो आमर मुख्य समस्या होची आमे जानुथिले मध्य
ତାକୁ କାର୍ଯ୍ୟରେ ପ୍ରତିଫଳିତ କରୁନାହିଁ। ସେଥିପାଇଁ ଏଭଳି ସ୍ଥାନରେ ଏଭଳି ଦେଶରେ ଆଇନ କଡାକଡି ଭାବରେ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି। ଲୋକମାନେ ଯଦି ସଚେତନ ହେଇ ନିଜର କାର୍ଯ୍ୟଧାରା ପରିବର୍ତ୍ତିତ କରୁନାହାନ୍ତି ତାହେଲେ ଆଇନକୁ ଯଦି ଠିକ ଭାବରେ କାର୍ଯ୍ୟକାରୀ କରାଯିବ, କିଛି ଲୋକଙ୍କ ଉପରେ ଦଣ୍ଡ ବିଧାନ କରାଯିବ, ତାହେଲେ ତାର ପ୍ରଭାବ ମଧ୍ୟ ଅନ୍ୟମାନଙ୍କ ଉପରେ ପଡିବ। ତେଣୁ ଆଶା କରିବା ଲୋକମାନଙ୍କର ସଚେତନତା କାର୍ଯ୍ୟକ୍ରମରେ ଆଗାମୀ ସମୟରେ ପ୍ରତିଫଳିତ ହେବ। ଆମେ ସମସ୍ତେ ସଚେତନ ହବା, ନିଜେ ନିଜେ ପ୍ରକୃତିର ସୁରକ୍ଷା ପାଇଁ ଯଥେଷ୍ଟ ଯତ୍ନବାନ ହବା, ଇଏ ଆମର ଲକ୍ଷ୍ୟ ହେବା ଦରକାର।